ସିଏ ପୁଣି ପରିବା ନେଇ ଖାଇବ। ଆରେ ତୁ କେଇନେ ଖାଇବୁ? ତ ବୋପା କେଇନେ ଖାଇଥିଲା? କଣ କହିଲୁ? ମୁଁ ପିଆଜ ଦେଇ ଖାଇ ପରିବା ଖାଇନି। ଲଙ୍କା ଦେଇ ଖାଉ, ଲଙ୍କା ଦେଇ ଖାଉ। ତ ବୋପା କେଇନେ ଖାଇଥିଲା? ତୁ କେଇନେ ଖାଇଥିଲୁ? ଆଉ ତୁ ପରିବା ନେବା ପାଇଁ ଚାଲି ଆସିଛି। ଯା ଯା ଦେଖିଲାନି ଯା ଯା, ମୁଁ କେତେ ଦେଖିଛି। ହଁ ପାଇଖାନାରେ ପରିବା ଭାସୁଛୁ। ପାଇଖାନାରେ ଭାସୁଛି। ହଜମ ଠିକ ପରିବା ଆରେ ଗୁଡାଏ ପରିବା ଯିବାର ଅଛି। କଣ ପରିବା ନବ? କଣ ଅଛି ତମ ପାଖରେ? ଆରେ ବୋଇତାଳୁ ଅଛି, କାଙ୍କଡ ଅଛି, ଭେଣ୍ଡି ଅଛି, ଜହ୍ନି ଅଛି, ପୋଟଳ ଅଛି, ଲେମ୍ବୁ ଅଛି। ଏ ବିଲାତି କେତେଟା? ଏ ବିଲାତି 40 ଟଙ୍କା କେଜି। ଏଇ ବିଲାତି 40 ଟଙ୍କା? ନା 10 ଟଙ୍କା ନା କାମ ଘର ପାଖରୁ ଆଣିକି ଦେଇଯାଉଛି। ଆଚ୍ଛା ଏଇଟା ତ ପୋଟଳ ନା କଣ? ଏଟା ଭାଇ ଖାଇବା ପାଇଁ ତ? ନା ନା ଆମ ଗଛ ଲଗେଇଛି ଜାଗା ନେଇ। ଏଟା ଏଇ କାଙ୍କଡ କେତେ ନା? ଏ କାଙ୍କଡ 80 ଟଙ୍କା କେଜି। କେତେ? 80 ଟଙ୍କା କେଜି। ଏଇ ଯେ କାଙ୍କଡ 80 ଟଙ୍କା କେଜି। ଆମ ବାଡ ସାରା ହେଇଛି, ଆମ କୁକୁର ଖାଉଛନ୍ତି କାଙ୍କଡ ହେଲା। କାଙ୍କଡ ନେବିନି। ଜହ୍ନି ଅଛି, ଜହ୍ନି ଜହ୍ନି ଏଟା ତ ଗଛ ଲଗେଇବା ପାଇଁ ବୋଧେ? ହଁ ମାଡିବ। ହଁ ଜହ୍ନି କେତେ ନା? ଏ କେତେ? 40 ଟଙ୍କା କେଜି। ଏଇ ଜହ୍ନି 40 ଟଙ୍କା କେଜି। 40 ଟଙ୍କା କେଜି। ଆମର ଏଟା ପୁରୁଷ ଲୋକ ରଖ। ଏଇଗୁଡା ଆମ କୁକୁର ଖାଉଛି ବା। ଛେଳି କୁକୁର ଗରୁ ଖାଉଛନ୍ତି। ଭାଇ ଆଉ କଣ ଅଛି? ଇଏ କେତେ ନା? ତିନିଟାକୁ କେତେ? 20 ଟଙ୍କା। ଏଇ ଛୋଟ ତିନିଟାକୁ 20। ଆମ ବାଡ ସାରା କଦଳୀ ଗଛ। ମାନେ ବିଶ୍ୱାସ କରିବି ଭାଇ, ତମ ଦେହ ଛୁଇଁ ଦେବି। ଏତେ କଦଳୀ ହେଇଛି ପକେଇ ଖାଇବ। ମାନେ ଗଛ କରି ପଡିଛି, ମାକୁଡ ଛେଳି ଯିଏ ଯାହା ପାରୁଛୁ ଖାଇଯାଉଛି। ଗାଁ ସାରା ଲୋକ ତ ଯାହା ନଉଛନ୍ତି। ମୋ ଉଷୁମ ହେଇଥିଲା 8-10 କାନ୍ଦି ଦେଇଥିଲି। ମୁଁ ଆଜି ହେଇଥିଲି ବାଡିକି, କିଏ ପିଲା ଗୋଟେ ବସିକି ସେ କାନ୍ଦି ଉପରେ ଝାଡା ଫେରି ଦେଇଛି। ମାନେ ଗଛ ଗଡି ହେଇଛି ନା। କଦଳୀ କିଛି ଆମର ସିଏ ଭାଜାରେ, ଝୋଳରେ, ଖଟାରେ, ଚଡଚଡିରେ, ବେଳେ ବେଳେ ମାନେ ପଖାଳ ବି ଦେଇକି କଦଳୀ। ନା କଦଳୀ ନେବି। ଏତେ ଗୁଡିଏ ପରିବା ଅଛି, କୋଉଟା ଗୋଟେ ତମ ପସନ୍ଦ ଆସୁନି? ଏଇଗୁଡାକୁ ପରିବା କୁହାଯାଏ। ଆମ ଘର ପରେ ଡେଲି 2-3ଟା ଟ୍ରକ୍ ଲାଗୁଛି। ଏଇଗୁଡାକୁ ପରିବା କୁହାଯାଏ। ହାଟରେ ଫୋପାଡି ଦେଇକି ଆସିବା କଥା। ଆଉ ତୁମେ ଆସିକି ଗାଁରେ ଗୋଟେ ବିକ୍ରି କରୁଛ। ଆଚ୍ଛା ଭାଇ, ଏଇଟା ସୁନା ଏଇଟା ସୁଜନା। ଇଏ କେତେ ନା? ଏ 100 ଟଙ୍କା କେଜି। ମାନେ 100 ଟଙ୍କା କେଜି? ଏଇ ସୁଜନା ଖଡା ତ 100 ଟଙ୍କା କେଜି। ବୁଝିଲ? ଆସୁନା ଆମ ବାଡିକି ଦେଖେଇଦେବି। ଆମର ବାଡ ଘରେ ଆଇছে ସୁଜନା ଗଛରେ। କେତେ ଖାଇବୁ? ଖାଇ ମାଉସୀ ବୁଝିଲା ଛୁଆ, ସବୁ ଜିନିଷ ସେଇ ସୁଜନା ଗଛ ଥାଉ। ବେଳେ ଝାଡାରେ ବାହାରି ପଡୁଛି ସୁଜନା ଗଛ। ଚାଲିବ। ମୁଁ ଗୋଟେ ଜାଗାରେ ଝାଡା ପରେ ସେଠି ମାନେ ସୁଜନା ଗଛ ଉଠିଗଲାଣି। ସୁଜନା ଗଛ ଇଏ ଚାଲିବନି। ଆଚ୍ଛା ଏଇ ବୋଇତାଳୁ ତମର କେତେ ନା? ବୋଇତାଳୁ ବେଶୀ ନାହିଁ। 20 ଟଙ୍କା କେଜି। କେତେ ବୋଇତାଳୁ? 20 ଟଙ୍କା କେଜି। ଭାଇ କଥା ତ ଟିକେ ତ ମାଉସୀ ବୋଇତାଳୁ ଘଣ୍ଟ ଖାଇବ କହୁଥିଲା। ଆମ ପାଖରେ ବୋଇତାଳୁ ଟା ନାହିଁ। 5 ଟଙ୍କା କେଜି କରି ଡାକୁଥିଲେ। ଛୁଆପିଲାର ମଙ୍ଗଳ। 5 ଟଙ୍କା ଖର୍ଚ୍ଚ ନାହିଁ। ତୁ 5 ଟଙ୍କା ଆଣିକି ଦେମି କେଉଁଠୁ? ଏଇଟା 5 ଟଙ୍କା ବାବା ଆଜିକା ଜୀବନ କାଲିକି ନାହିଁ ବାବା। ସମ୍ପର୍କ ତୁ ଦେଖ, ସମସ୍ତଙ୍କୁ ତୋ କାଷ୍ଟମର ଭାବିଲି ନା। ତୁ ମାଉସୀ ଦିଅ ଖାଇବ କହୁଛୁ। ଦେ ଆଜି ଖାଇଦେଲେ କାଲିକି ହଗିଦେଲେ ବାହାରିଯିବ। ବା ସମ୍ପର୍କ ଦେଖ। ମୁଁ ତମ ଗାଁ ଭାଇ, ବୁଝିଲ ନା? ମୁଁ ଛିଡା ହେଲୁ ତମ ପାଖର ଦେଇଦବା ଆଉ 5 ଟଙ୍କା କହିଲା। ଏ ନବ ତ ନିଅ, ନବ ତ ନାହିଁ। ଖରା ହେଲାଣି, ମୁଁ ଘରକୁ ଯିବି। ସାଧାରଣ ବୋଇତାଳୁ ପାଇଁ ତୁ ଏତେ ବଡ କଥା କହିପାରିବୁ? ଏଇ ବୋଇତାଳୁ ପାଇଁ ହଗି ଦେଲେ ଯିଏ ବାହାରିବ ତା ପାଇଁ ତୁ ଏତେ ବଡ କଥା କହିପାରିବୁ? ସମ୍ପର୍କ ଦେଖିଲୁନି? ସମ୍ପର୍କ ଦେଖିଲୁନି ତୁ? ସାଧାରଣ ବୋଇତାଳୁ ପାଇଁ? ହଉ ଏବେ ଡାଇରେକ୍ଟ ଗଡବତା ଫୋନ କରୁଛି। ଟ୍ରକ୍ ଆସୁଛି ମୋ ପାଖକୁ ବୋଇତାଳୁ। ମୁଁ ଜାଣିଛି ତୁମେ କେତେ ବୋଇତାଳୁ ଖାଅ। ମୁଁ ଜାଣିଛି। କହିବ ତୁମ ଗାଁରେ କେହି ପରିବା ଖାଇଥିଲା ନା ତୁମେ ଖାଉଛ? ଏଇ ବୋଇତାଳୁ ପାଇଁ ତୁ ବହୁତ ବଡ ବଡ କଥା କହୁଛୁ। ବହୁତ ବଡ ବଡ କଥାବାର୍ତ୍ତା କରୁଛୁ। ତୋ ଗାଁରେ କେହି ଖାଇଥିଲା ନା ତୁ ଖାଉଛୁ? ଆଜି ସକାଳ କାହା ମୁଁ ଚାହିଁକି ଆସିଲେ ତୋ ମୁଁ ଆଗେ ଚାହିଁଲି। କଥା ମୋ ପରିବା ବିକ୍ରି ହବ କି ନା କେହି? ତୁମର କିଛି ନବା ଦରକାର ନାହିଁ। ମୋ ପରିବା ରଖ। ହଁ ତୁମେ ଯାଅ, ମୁଁ ରଖିଦେବି। ଆରେ ତୋ କଥାରେ କଲ ନା ଦେଖୁଥିଲି କେତେ ଥଣ୍ଡା ଅଛି। କଥାରେ ଦେଖୁଥିଲ? ଯାଅ ଏମିତି ଲୋକ ମୁଁ କେତେ ଦେଖିଛି। ପରିବା ମୁଁ ଢେର ଦେଖିଛି ହେଲା। ନା ମୁଁ ଦେଖୁଥିଲି ଏଇଟା କେତେ ନରମ ଅଛି। ଆସିବ। ହଁ କୁରପଣ ଗୁଡା
ପିଆଜ ଲଙ୍କା ଦେଇ ଭାତ ଖାଇବା ଲୋକ ସେ କଣ ପରିବା ଦେଇ ଖାଇବ? ଯା ଯା ବାହାରି ଯା। ଦେଖିଛି କେତେ ବୁଢା ଏମିତି ଦେଖିଥିବ ଦୁର୍ପଣ ବୁଢା ପିଆଜ ଲଙ୍କା ଦେଇ ଖାଇବା ଲୋକ ସିଏ ପୁଣି ପରିବା ନେଇ ଖାଇବ। ଆରେ ତୁ କେମିତି ଖାଇବୁ? ତ ବୁପା କେମିତି ଖାଇଥିଲା? କଣ କହିବି ମୁଁ ପିଆଜ ଦେଇ ଖାଇ ପରିବା ଖାଇନି। ଲଙ୍କା ଦେଇ ଖାଉ ଲଙ୍କା ଦେଇ ଖାଉ ଏ ତ ବୁପା କେମିତି ଖାଇଲା? ତୁ କେମିତି ଖାଇଥିଲୁ? ଆଉ ତୁ ପରିବା ନେବା ପାଇଁ ଚାଲି ଆସିଛୁ। ଯା ଯା ଦେଖିଲାନି ଯା ଯା ମୁଁ କେତେ ଦେଖିଛି ହଁ ଦେଖିବୁ ହଁ, ଯା। ପାଇଖାନାରେ ପରିବା ହଁ। ଭାସୁଛୁ ପାଇଖାନାରେ ବାସୁଛି। ହଜମ ଠିକ ହଉନି କଣ ପରିବା ଢେର ଦେଖିଛି ଯା ଦୁର୍ପଣ ବୁଢା ଇଏ ଚାଲି ଆସିଲା ପରିବା ନେଇଛେ ଆଉ ଥରେ ମୋ ହାତ ମୋ ଆଗକୁ ଆଇନା ମୋ ପରିବା ପାଖକୁ ଆଇନା ସେଇ ତ ଦେଖି ଛାଡିବି।